ରଥଯାତ୍ରା ଠାରୁ କନ୍ୟା ରାଶିର ଭାଗ୍ୟ ନେବ ନୂଆ ମୋଡ଼। ବନ୍ଧୁମାନେ, ପବିତ୍ର ରଥଯାତ୍ରା ଉପଲକ୍ଷେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜିର ଏହି ଭିଡ଼ିଓଟି କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ପବିତ୍ର ରଥଯାତ୍ରା ପରଠାରୁ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ଆପଣମାନଙ୍କ ଜୀବନରେ ଗୋଟିଏ ନୂଆ ମୋଡ଼ ଆସିବାକୁ ଯାଉଛି। ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। କେବଳ ଭାଗ୍ୟରେ ହିଁ ନୁହେଁ, ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆପଣଙ୍କ ଜୀବନରେ କ'ଣ କ'ଣ ପରିବର୍ତ୍ତନ ହେବାକୁ ଯାଉଛି, ଏହିସବୁ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତ ମୋ ଭିଡ଼ିଓଟିକୁ ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଆପଣଙ୍କର କନ୍ୟା ରାଶି ହୋଇଥିବ ତେବେ ଭିଡ଼ିଓଟିକୁ ଲାଇକ୍ କରି ସେୟାର କରିଦିଅନ୍ତୁ ଏବଂ ଯଦି ନୂଆ ଅଛନ୍ତି ତ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଜଗନ୍ନାଥରେ କମେଣ୍ଟ କରିଦିଅନ୍ତୁ। ତେବେ ରାଶି ଚକ୍ରରୁ 12ଟି ରାଶି ମଧ୍ୟରୁ ଷଷ୍ଠ ରାଶି ହେଉଛି କନ୍ୟା ରାଶି। କନ୍ୟା ରାଶିର ବିପତ୍ତି ହେଉଛି ବୁଧ। ବୁଧ ଆପଣଙ୍କର ଏକାଦଶୀ ଭାବରେ ବିରାଜମାନ ଅଛନ୍ତି। ତେଣୁ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି ରାହୁ। ସପ୍ତମ ଭାବରେ ବିରାଜମାନ ଅଛନ୍ତି ଶନି। ନବମ ଭାବରେ ବିରାଜମାନ ଅଛନ୍ତି ଶୁକ୍ର। ଦଶମ ଭାବରେ ବିରାଜମାନ ଅଛନ୍ତି ଦେବ, ଗୁରୁ ଏବଂ ସୂର୍ଯ୍ୟ। ଆପଣଙ୍କ ଦ୍ୱାଦଶ ଭାବରେ ବିରାଜମାନ ଅଛନ୍ତି ମଙ୍ଗଳ। ସର୍ବପ୍ରଥମେ ଜାଣିନେବା, ଆସନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ। ତେବେ ବନ୍ଧୁଗଣ, କୁଣ୍ଡଳୀର ପ୍ରଥମ ଭାଗଟି ହେଲା ସ୍ୱାସ୍ଥ୍ୟର ଭାଗ, ଇମ୍ୟୁନିଟି ସିଷ୍ଟମର ଭାଗ। ଆପଣଙ୍କର ପ୍ରଥମ ଭାଗର ଅଧିପତି ହେଉଛି ବୁଧ। ବୁଧ ଆପଣଙ୍କ ଏକାଦଶୀ ହିସାବରେ ବିରାଜମାନ ଅଛନ୍ତି। କୁଣ୍ଡଳୀରେ ଏକାଦଶ ଭାବକୁ ଶୁଭ ବୋଲି ମନାଯାଏ, କାରଣ ଏହା ହେଉଛି ଲାଭର ସ୍ଥାନ। ବୁଧ ଆପଣଙ୍କର ଏକାଦଶୀ ସ୍ଥାନରେ ମଜବୁତରେ ଅଛି, ଯାହାର ଅର୍ଥ ହେଉଛି ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟି ସିଷ୍ଟମ ବହୁତ ଭଲ ରହିବ। କିନ୍ତୁ ମଙ୍ଗଳ ହେଉଛି ଯେହେତୁ ମଙ୍ଗଳଟା ଆପଣଙ୍କର ଦ୍ୱାଦଶ ସ୍ଥାନରେ ଅଛି, ସେତେବେଳେ ଆପଣ ବାହାରକୁ କୁଆଡ଼େ ବି ଯାଉଛନ୍ତି ତ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ, କାରଣ ମଙ୍ଗଳ ଆପଣଙ୍କ ଦ୍ୱାଦଶ ସ୍ଥାନରେ ଥିବା ହେତୁ ଅଧିକ ଟେନସନ୍ ରହିବେ ଏବଂ ଟେନସନ୍ କାରଣରୁ ମୁଣ୍ଡବିନ୍ଧା ବଢ଼ିପାରେ। ନଚେତ୍ ଏହା ବ୍ୟତୀତ କୌଣସି ବଡ଼ ସ୍ୱାସ୍ଥ୍ୟଗତ ଖରାପ କିଛି ଦେଖାଯାଉନାହିଁ। ଆପଣଙ୍କର ସ୍ୱାସ୍ଥ୍ୟ ଏହି ରଥଯାତ୍ରାରେ ବହୁତ ଭଲ ରହିବ। ତେବେ ଚାଲନ୍ତୁ ଜାଣିନେବା ଆପଣଙ୍କ ଶିକ୍ଷା କ୍ଷେତ୍ରରେ କିପରି ରହିବ। ଏହି ପବିତ୍ର ରଥଯାତ୍ରା ପରେ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଅଛି। ତେବେ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାଗ ହେଉଛି ଶିକ୍ଷାର ଘର ଏବଂ ପଞ୍ଚମ ଭାଗର ଅଧିପତି ହେଉଛନ୍ତି ଶନି। ଶନି ଆପଣଙ୍କର ସପ୍ତମ ଭାଗରେ ବିରାଜମାନ ଅଛନ୍ତି। ବୁଧଙ୍କର ଦୃଷ୍ଟି ପଞ୍ଚମ ଆଡ଼କୁ ରହିଛି। ଶୁକ୍ର ମଧ୍ୟ ତ୍ରିକୋଣରେ ବିରାଜମାନ ଅଛନ୍ତି। ତେଣୁ ଆପଣଙ୍କର ପଞ୍ଚମ ଭାଗରେ ଅଧିପତି ଶନି ଦୃଷ୍ଟି ଆପଣଙ୍କର ଉପରେ ରହୁଛି। ଏହାର ଅର୍ଥ ହେଉଛି ପାଠପଢ଼ାରେ ଆପଣ ଆଗ୍ରହ ବଢ଼ିବ। ପାଠପଢ଼ାରେ ଆପଣ ନିଜକୁ ଅଧିକ ସମୟ ଦେବେ। ରଥଯାତ୍ରା ପରଠାରୁ ଆପଣଙ୍କର ଭାଗ୍ୟ ବହୁତ ଭଲ ରହିଛି ବିଦ୍ୟାର୍ଥୀମାନଙ୍କ ପାଇଁ। ଆପଣ ଯଦି ବଡ଼ ଡିସିସନ୍ ନେବାକୁ ଚାହୁଁଛନ୍ତି ତାହେଲେ ନେଇପାରିବେ। ତେବେ ନିଶ୍ଚିତ ଭାବରେ ଆଖି ବନ୍ଦ କରିକି ଆପଣ ନେଇପାରିବେ। ଏହି ସମୟରେ ଆପଣଙ୍କ ପାଇଁ ଭଲ
ରହିଛି। ଏହି ରଥଯାତ୍ରା ପରେ ଆପଣଙ୍କର କୌଣସି ବି ଇଣ୍ଟରଭ୍ୟୁରେ ଆପଣ ସୁନିଶ୍ଚିତ ସକ୍ସେସ୍ ହେବେ ବା ଆଗକୁ ଆପଣ ଯାଇପାରିବେ। ତେଣୁ ଆସନ୍ତୁ ଜାଣିବା ଏହାପରେ ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ରଥଯାତ୍ରା ପରେ। ତେବେ ବନ୍ଧୁଗଣ, ପଞ୍ଚମ ଭାଗଟି ହେଉଛି ଶନି। ଏହାର ଅଧିପତି ହେଉଛି ଆପଣଙ୍କର ଶନି। ଆପଣଙ୍କର ସପ୍ତମ ଭାବରେ ଅଛନ୍ତି ଏବଂ ଆପଣଙ୍କର ପ୍ରଥମ ଭାଗର ଅଧିପତି ବୁଧ। ସେ ଏକାଦଶୀ ଭାବରେ ବିରାଜମାନ କରିଛନ୍ତି। ତେବେ ଗ୍ରହମାନଙ୍କର ସ୍ଥିତି କିପରି ରହିଛି? ଆପଣମାନଙ୍କର ପ୍ରେମ ଜୀବନ ବହୁତ ଷ୍ଟ୍ରଙ୍ଗ ରହିବ। ଆପଣଙ୍କର ଭଲ ପାଇବା ବହୁତ ବଢ଼ିବ। ତେବେ ମନେ ରଖନ୍ତୁ, ଆପଣ ତରବରିଆ ହୋଇ କିଛି ବି ଡିସିସନ୍ ନେବେ ନାହିଁ କିମ୍ବା ତରବରିଆ ଭାବରେ କୌଣସି ବି କିଛି କଥା ଆପଣଙ୍କ ପାର୍ଟନରକୁ ଆପଣ କହିବେ ନାହିଁ। କାରଣ ଶନିଙ୍କର ଦୃଷ୍ଟି ଆପଣଙ୍କ ପ୍ରଥମ ଦିଗକୁ ରହିଛି, ଯାହାଫଳରେ ଆପଣଙ୍କ ମଧ୍ୟରେ ଧୈର୍ଯ୍ୟ ଶକ୍ତି କମ୍ ହେବ। ବାଣୀ ଉପରେ ଆପଣଙ୍କର ସଂଯମତା ରହିବ ନାହିଁ ଏବଂ ଆପଣଙ୍କ ମଧ୍ୟରେ ଟିକେ ଜିଦଖୋର ସ୍ୱଭାବ ରହିବ। କିନ୍ତୁ ଆପଣଙ୍କର ଶୁକ୍ର ଗ୍ରହଟି ବହୁତ ଭଲ ସ୍ଥିତିରେ ଅଛନ୍ତି। ଶୁକ୍ର ଗ୍ରହଟି ପ୍ରେମର କାରକ ଗ୍ରହ। ଶୁକ୍ର ହେଉଛନ୍ତି ସ୍ଥିତି ଯେହେତୁ ଭଲ ରହିଛି, ତ ଶୁକ୍ର ଆପଣଙ୍କର ପ୍ରେମର ଜୀବନକୁ ନିଶ୍ଚିତ ଭାବରେ ଭଲ ହିଁ ଅଛି। କେବଳ ଆପଣମାନଙ୍କର ଟିକେ ଜିଦି ଏବଂ ବାଣୀ ଉପରେ ସଂଯମତା ରଖିବେ। ତେବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିଛି ଏହି ରଥଯାତ୍ରା ପରଠାରୁ। ତେବେ ଆପଣମାନେ କୁଣ୍ଡଳୀର ସପ୍ତମ ଭାଗଟି ହେଉଛି ବୈବାହିକ ଜୀବନ। ଆପଣଙ୍କ ସପ୍ତମ ଭାଗର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଗୁରୁ ବୃହସ୍ପତି ଆପଣଙ୍କର ନବମ ଭାଗରେ ଅଛନ୍ତି। ତେଣୁ ଗୁରୁ ବୃହସ୍ପତି ସହିତ ସୂର୍ଯ୍ୟ ମଧ୍ୟ ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ସପ୍ତମ ଭାଗରେ ଅଧିପତି ହେଉଛନ୍ତି ଶନି। ତେବେ ଆପଣଙ୍କର ଅଧିକ ବିଜି ରହିବେ। ଆପଣଙ୍କ ସପ୍ତମ ଭାଗରେ ଅଧିପତି ଗୁରୁ ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି ଶନି। ଆପଣଙ୍କର ଲାଇଫ୍ ପାର୍ଟନର ସହିତ ଆପଣ ଅଧିକ ନିଜର କ୍ୟାରିୟରକୁ ନେଇକି ଚିନ୍ତିତ ରହିପାରନ୍ତି ଏବଂ ଆପଣଙ୍କ ସପ୍ତମ ଭାବରେ ଅଧିପତି ଗୁରୁ ଆପଣଙ୍କର ଦଶମ ଭାବରେ କାର୍ଯ୍ୟରେ ବିରାଜିତ ଅଛନ୍ତି। ତେଣୁ ଆପଣଙ୍କର ସପ୍ତମ ଭାବରେ ଶନି ବିରାଜିତମାନ ଅଛନ୍ତି କର୍ମକାର ଭାବରେ। ତେଣୁ ଆପଣଙ୍କର ଜୀବନସାଥୀ ନିଜର କ୍ୟାରିୟରକୁ ନେଇ ଅଧିକ ଫୋକସ୍ କରିବେ ଏବଂ ନିଜର କ୍ୟାରିୟରକୁ ନେଇ ଫୋକସ୍ କରିବେ ଯେହେତୁ ଆପଣଙ୍କୁ ଅଧିକ ସମୟ ଦେଇପାରିବେ ନାହିଁ। ନିଜର କାର୍ଯ୍ୟ କ୍ଷେତ୍ରରେ ଅଧିକ ରହିବେ ଏବଂ ଶନିଙ୍କ ଦୃଷ୍ଟି ପ୍ରଥମ ଭାବରେ ଥିବା କାରଣରୁ ଆପଣଙ୍କ ମଧ୍ୟରେ ଜିଦ୍ ସ୍ୱଭାବ ରହିବ ଏବଂ ଛୋଟ ଛୋଟ କଥାରେ ଆପଣ ନାରାଜ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ। ଆପଣଙ୍କର ଭାଗ୍ୟ, କ୍ୟାରିୟର, ବେପାର, ବାଣିଜ୍ୟ ସ୍ଥିତି କିପରି ରହିବ ଏହି ରଥଯାତ୍ରା ପରଠାରୁ। ବନ୍ଧୁମାନେ, କୁଣ୍ଡଳୀର ନବମ ଭାଗଟି ହେଉଛି ଆପଣଙ୍କର ନବମ ଭାଗର ଅଧିପତି ହେଉଛନ୍ତି ଶୁକ୍ର। ଶୁକ୍ର ଆପଣଙ୍କ ନବମ ଭାଗରେ ହିଁ ବିରାଜମାନ ଅଛନ୍ତି। ନିଜର ସ୍ୱରାଶିରେ ହିଁ ବିରାଜମାନ ଅଛନ୍ତି। ଏହିପରି ନିଜର ସ୍ୱରାଶିରେ ବିରାଜମାନ ଏହାର ଅର୍ଥ ହେଉଛି ଆପଣଙ୍କର ଭାଗ୍ୟର ସମ୍ପୂର୍ଣ୍ଣ ମାତ୍ରାରେ ସାଥ ମିଳିବ। ବନ୍ଧୁମାନେ, ଗୋଟିଏ ବର୍ଷରେ କେବଳ ଗୋଟିଏ ମାସ ହିଁ ରହିଥାଏ। ନବମ ଭାବରେ ଅଧିପତି ନବମ ଭାଗରେ ହିଁ ବିରାଜମାନ କରିଥାନ୍ତି ଏବଂ ଏହି ରଥଯାତ୍ରାରେ ପରଠାରୁ ଆପଣଙ୍କର ପାଇଁ ଏହି ମାସଟି ଯେହେତୁ ଶୁକ୍ର
ନବମ ସ୍ଥାନରେ ବିରାଜମାନ ଥିବେ ତ ଆପଣଙ୍କ ଭାଗ୍ୟ ସହମତ ଦେବ ଆପଣଙ୍କର। ଆପଣ ସଫଳ ହେବେ। ଯଦି ଆପଣଙ୍କର କିଛି ବଡ଼ ଡିସିସନ୍ ନେବାକୁ ଚାହୁଁଛନ୍ତି ତ କିଛି ବଡ଼ କାମରେ ଆରମ୍ଭ କରୁଛନ୍ତି, କିଛି କିଣାକିଣି ବଡ଼ ଜିନିଷ କରୁଛନ୍ତି, କୌଣସି ପ୍ରପର୍ଟିରେ ଆପଣ ଡିଲ୍ କରିବାକୁ ଯାଉଛନ୍ତି ବା କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତାହେଲେ ଶୁଭ କାର୍ଯ୍ୟ କରିବାକୁ ଆପଣ କରିପାରିବେ। ଏହିସବୁ କ୍ଷେତ୍ରରେ ଆପଣ ସଫଳ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ କିପରି ରହିବ ରଥଯାତ୍ରା ପରେ। ତେବେ ବନ୍ଧୁମାନେ, କୁଣ୍ଡଳୀର ଦଶମ ଭାଗଟି ହେଉଛି କ୍ୟାରିୟର। କ୍ୟାରିୟରର ଆପଣଙ୍କର ଦଶମ ଭାଗର ଅଧିପତି ହେଉଛନ୍ତି ବୁଧ। ବୁଧ ଆପଣଙ୍କର ଏକାଦଶୀ ଲାଭ ସ୍ଥାନରେ ବିରାଜମାନ କରିଛନ୍ତି। ତେଣୁ ଆପଣଙ୍କର ଦଶମ ଭାବରେ ଗୁରୁ ବିରାଜମାନ ଅଛନ୍ତି। ତେଣୁ ସୂର୍ଯ୍ୟ ବିରାଜମାନ ଅଛନ୍ତି ତାଙ୍କ ସହିତ, ଯାହାଫଳରେ ଆପଣ ଦଶମ ଭାଗଟି ବହୁତ ଷ୍ଟ୍ରଙ୍ଗ ରହିଛି। ଗୁରୁ ଯିଏକି ଜ୍ଞାନର କାରକ ଭାବରେ ଅଛନ୍ତି, ତ ଆପଣଙ୍କ ମଧ୍ୟରେ ଜ୍ଞାନର ତ ରହିବ। ସୂର୍ଯ୍ୟ ହେଉଛି ଗ୍ରହମାନଙ୍କର ରାଜା। ସୂର୍ଯ୍ୟ ଯେହେତୁ ଦଶମ ସ୍ଥାନରେ ଅଛନ୍ତି, କାର୍ଯ୍ୟକ୍ଷେତ୍ରରେ ବହୁତ ବଡ଼ ଆଚିଭ୍ କରିପାରନ୍ତି। କ୍ୟାରିୟର ମଧ୍ୟରେ ମଧ୍ୟ ଆପଣ ବହୁତ ବଡ଼ ଆଚିଭ୍ କରିବେ। ସୂର୍ଯ୍ୟ ଏବଂ ବୃହସ୍ପତିଙ୍କର ଯୁକ୍ତି ଆପଣଙ୍କର କ୍ୟାରିୟରକୁ ବହୁତ ଭଲ କରିବାକୁ ଯାଉଛି। ଆପଣଙ୍କର କ୍ୟାରିୟରରେ ଭଲ ବନିବ, ଚେଷ୍ଟା କରିବେ। କ୍ୟାରିୟର ଆପଣଙ୍କର ପ୍ରମୋସନ୍ ମଧ୍ୟ ହୋଇପାରେ ଆପଣଙ୍କ କ୍ୟାରିୟରରେ। ଏବଂ ଯେଉଁମାନଙ୍କର ଚାକିରି ନାହିଁ, ସେମାନେ ମଧ୍ୟ ଚାକିରି ମିଳିବାର ସମ୍ଭାବନା ରହିଛି। ତେଣୁ ଆପଣ ନିଜର ଚେଷ୍ଟା ଜାରି ରଖନ୍ତୁ ଏବଂ ଆପଣଙ୍କର କ୍ୟାରିୟରକୁ ରଥଯାତ୍ରା ପରଠାରୁ ବହୁତ ଭଲ ରହିବ। ବ୍ୟବସାୟିକ କଥା ଯଦି କୁହାଯିବ ତ ବ୍ୟବସାୟୀ କ୍ଷେତ୍ରରେ ମଧ୍ୟ ଆପଣ ଟିକେ ସିରିୟସ୍ ହେବେ। ଶନି ଆପଣଙ୍କ ସପ୍ତମ ଭାବରେ ବିରାଜମାନ ଅଛନ୍ତି। ବ୍ୟବସାୟରେ ମଧ୍ୟ ଅଧିକ ଫୋକସ୍ କରିବେ। ଶନି ଆପଣଙ୍କ ସପ୍ତମ ଭାଗରେ ଥିବା ହେତୁ ଆପଣଙ୍କର ପାର୍ଟନର କଥା ଚିନ୍ତା କରିପାରନ୍ତି। ଆପଣଙ୍କର ଇନକମ୍ ମଧ୍ୟ କିପରି ବେଶୀ ହେବ, ଆପଣ ସେହି ବିଷୟରେ ଚିନ୍ତା କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରତିକାର ବିଷୟରେ। ଯାହା ବି ଅସୁବିଧା ଅଛି ସବୁ ଦୂର ହୋଇଯିବ। ପ୍ରତିଦିନ ଶନିଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ। ନିଶ୍ଚୟ ଭାବରେ ଆପଣଙ୍କୁ ଶୁଭଫଳ ମିଳିବ। ତ ବନ୍ଧୁଗଣ, ଆପଣଙ୍କୁ ଜୀବନ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।